ଆଜିର ଭିଡ଼ିଓରେ ଆମେ ଜାଣିବା ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କର ଦୁଇ ପୁତ୍ର ଲବ ଓ କୁଶ ପୂର୍ବ ଜନ୍ମରେ କ'ଣ ଥିଲେ। କୁଶ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କର ବଡ଼ ପୁଅ ଥିଲେ ଏବଂ ଲବ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କର ସାନ ପୁଅ ଥିଲେ। ବାଲ୍ମୀକି ରାମାୟଣ ଅନୁସାରେ ଲବ ଓ କୁଶ ପୂର୍ବ ଜନ୍ମରେ ବସୁନନ୍ଦ ଓ ସୁନନ୍ଦ ନାମକ ଦୁଇ ଜଣ ଋଷି ଭାଇ ଥିଲେ। ରାମଚରିତ ମାନସରେ ଉଲ୍ଲେଖ ରହିଛି ଯେ ବସୁନନ୍ଦ ଓ ସୁନନ୍ଦ ଦୁଇ ଜଣ ଋଷି ଭାଇ ଭଗବାନ ବିଷ୍ଣୁଙ୍କର ଘୋର ତପସ୍ୟା କରିଥିଲେ। ଭଗବାନ ବିଷ୍ଣୁ ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇଥିଲେ ଏବଂ ତାଙ୍କୁ ବରଦାନ ମାଗିବାକୁ କହିଥିଲେ। ବସୁନନ୍ଦ ଓ ସୁନନ୍ଦ ଭଗବାନ ବିଷ୍ଣୁଙ୍କୁ ଏକ ପିତାଙ୍କ ଭଳି ତାଙ୍କୁ ସାହାଯ୍ୟ କରିବାକୁ ବର ମାଗିଥିଲେ। ଭଗବାନ ବିଷ୍ଣୁ ଏହା ଶୁଣି ଖୁସି ହୋଇଗଲେ ଏବଂ ଦୁଇ ଜଣ ଋଷି ଭାଇଙ୍କୁ ବରଦାନ ଦେଇଥିଲେ ଯେ ତ୍ରେତୟା ଯୁଗରେ ଶ୍ରୀରାମ ଅବତାର ସମୟରେ ତୁମେ ଦୁଇ ଜଣଙ୍କ ଜନ୍ମ ରାମଙ୍କ କୂଳରେ ହେବ ଏବଂ ତୁମେ ଦୁଇ ଜଣ ଶ୍ରୀରାମ ଏବଂ ମାତା ସୀତାଙ୍କ ପୁତ୍ର ରୂପରେ ସମସ୍ତେ ଜାଣିବେ। ପ୍ରଭୁ ବିଷ୍ଣୁଙ୍କର ଆଶୀର୍ବାଦରୁ ତ୍ରେତୟା ଯୁଗରେ ଯେତେବେଳେ ବିଷ୍ଣୁ ଶ୍ରୀରାମ ରୂପରେ ଜନ୍ମଗ୍ରହଣ କଲେ, ଅବତାର ନେଇଥିଲେ, ଏହି ଦୁଇ ଋଷି ଭାଇ କୁଶ ଓ ଲବ ରୂପରେ ତାଙ୍କର ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ।